ଜଗନ୍ନାଥ ଆପଣମାନଙ୍କୁ ପ୍ରଜ୍ୟୋତିଷୱାଲକୁ ସ୍ୱାଗତ। ଫେବୃଆରୀ 2 ରବିବାର ଦିନ ଆମର ମା ସରସ୍ୱତୀଙ୍କର ପୂଜା। ସେଦିନ ଶ୍ରୀପଞ୍ଚମୀକୁ ଆମର ସରସ୍ୱତୀ ପୂଜା କୁହାଯାଏ। ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ତିଥିକୁ ଆମେ ସରସ୍ୱତୀ ପୂଜା ଭାବରେ ଗ୍ରହଣ କରି ଆସୁଛୁ। ଏଇ ବର୍ଷ 2025ରେ ଫେବୃଆରୀ 2 ତାରିଖରେ ସରସ୍ୱତୀ ପୂଜା ପଡ଼ୁଛି। ଆପଣମାନେ ଦେଖିଥିବେ ଯେ ସରସ୍ୱତୀ ପୂଜାକୁ ବହୁତ ଲୋକମାନେ ଅପେକ୍ଷା କରିଥାନ୍ତି, କାରଣ ସରସ୍ୱତୀ ପୂଜା କେବଳ ମାଙ୍କର ପୂଜା ନୁହେଁ। ସେଦିନ ବହୁତ କିଛି ଶୁଭ କର୍ମ, ମାନେ ଯାହା ବି ଆପଣ ଶୁଭ କର୍ମ କିଛି ବି ପାଞ୍ଚି ଦେଖିବାକୁ ପଡ଼ିବନି। ତ ଆପଣ ସେଦିନ ଯେକୌଣସି ଶୁଭ କର୍ମ କରିପାରିବେ, ଯେମିତିକି ଆପଣ ଗୃହ ପ୍ରବେଶ ହଉ, ପ୍ରତିଷ୍ଠା ହଉ, ଦେବତା ଗଠନ ହଉ, ବିଦ୍ୟା ଆରମ୍ଭ ହଉ, ଯେକୌଣସି ଶୁଭ କର୍ମ, ଯାହା ବି ଶୁଭ ବା ମାଙ୍ଗଳିକ କାର୍ଯ୍ୟ ଅଛି ସବୁକିଛି ସରସ୍ୱତୀ ପୂଜାରେ କରିହୁଏ। ତ ସେ ସମୟରେ ମାନେ କ'ଣ ପାଇଁ କରିହୁଏ ଦେଖନ୍ତୁ, ପ୍ରଥମେ ହେଉଛି ଯେ ତା ପୂର୍ବରୁ ମକର ସଂକ୍ରାନ୍ତି ଯାଇଥିବ। ତ ମକର ସଂକ୍ରାନ୍ତିରେ ସୂର୍ଯ୍ୟଦେବଙ୍କର ଉତ୍ତରାୟଣ ଗତି ହେଇଥାଏ। ଉତ୍ତରାୟଣରେ କ'ଣ ହେଇଥାଏ, ଦେବତା ମାନଙ୍କର ଦିନର ସମୟ ଚାଲିଥାଏ। ତ ଦେଖନ୍ତୁ, ବର୍ଷରେ 12 ମାସ ଯଦି ହେଇଥାଏ ତ 12 ମାସକୁ 2 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ଉତ୍ତରାୟଣ, ଗୋଟେ ହେଉଛି ଦକ୍ଷିଣାୟନ। ତ ଉତ୍ତରାୟଣ 6 ମାସ ଚାଲିଥାଏ, ଦକ୍ଷିଣାୟନ ତ 6 ମାସ ଚାଲିଥାଏ। ତ ମକର ସଂକ୍ରାନ୍ତିରୁ ଆପଣଙ୍କର ଜୁନ୍ ପର୍ଯ୍ୟନ୍ତ, ମାନେ ଜାନୁଆରୀ ଜୁନ୍ ସମୟ ପର୍ଯ୍ୟନ୍ତ ଆପଣଙ୍କର ଉତ୍ତରାୟଣ ସମୟ ଚାଲିଥାଏ। ତା ସହିତ ଜୁନ୍ରୁ ଆପଣଙ୍କ ଡିସେମ୍ବର ପର୍ଯ୍ୟନ୍ତ ଦକ୍ଷିଣାୟନ ବର୍ତ୍ତି ହେଇଥାନ୍ତି ସୂର୍ଯ୍ୟଦେବ। ତ ଉତ୍ତରାୟଣ ସମୟରେ କ'ଣ ହେଇଥାଏ, ଦେବତା ମାନଙ୍କର ମାନେ ସକାଳର ସମୟ ଚାଲିଥାଏ, ଆଉ ଦକ୍ଷିଣାୟନ ସମୟରେ ଆପଣଙ୍କର ଚାଲିଥାଏ ଯେ ଦେବତା ମାନଙ୍କର ରାତିର ସମୟ। ତ ଉତ୍ତରାୟଣ ଯୋଉଟା ସମୟ ଚାଲିଛି, ତ ଦେବତା ମାନଙ୍କର ଦିନର ସମୟ, ସେଇ ସମୟରେ ଆପଣ ଯାହା ବି ଶୁଭ କାମ ଆରମ୍ଭ କରିବେ ସବୁକିଛି ଭଲ ହେଇଥାଏ। ତ ସେ ସମୟରେ ଆପଣ ଯଦି ଆପଣଙ୍କ ଛୁଆମାନଙ୍କର ବିଦ୍ୟା ଆରମ୍ଭ କରୁଛନ୍ତି ତାହେଲେ ସେଇ ସମୟଟି ବହୁତ ଭଲ। ଆଉ ସରସ୍ୱତୀ ପୂଜା ତ ମାଙ୍କର, ସରସ୍ୱତୀ ପୂଜା ତ ବହୁତ ଭଲ ଶୁଭ ଦିନ, କାରଣ ସମସ୍ତେ ଜାଣିଛନ୍ତି ଯେ ସରସ୍ୱତୀ ପୂଜାରେ ହିଁ ଛୋଟ ଛୁଆମାନଙ୍କର ବିଦ୍ୟା ଆରମ୍ଭ ହେଇଥାଏ। କିନ୍ତୁ ସେଇ ବିଦ୍ୟା ଆରମ୍ଭ କରିବା ପୂର୍ବରୁ କିଛିଟା ନିୟମ ରହିଛି, ଯେଉଁ ନିୟମକୁ ସମସ୍ତେ ପାଳନ କରିବା ନିହାତି ଭାବରେ ଦରକାର। ଦେଖନ୍ତୁ, ଫାଷ୍ଟ ମୁଁ ଆପଣଙ୍କୁ ମାହେନ୍ଦ୍ର ବେଳା କହିଦେଉଛି, ଯେହେତୁ ଏତେ ବଡ଼ ଦିନଟି ତ ଛୁଆମାନଙ୍କର, ତା ସହିତ ଛୁଆମାନଙ୍କର ବାପା ମାଆଙ୍କର ବି ବହୁତ ବଡ଼ ଦିନ, କାରଣ ଛୁଆର ଗୋଟେ ବିଦ୍ୟା ଆରମ୍ଭ ହେବ ମାନେ ବାପା ମାଆ ସେତିକି ବି ଖୁସି ହେଇଥାନ୍ତି, ସେତିକି ବି ଆଗ୍ରହ କରିଥାନ୍ତି। ତେଣୁ ଶୁଭ ସମୟରେ ଆପଣ ଯଦି ଶୁଭ କର୍ମ କରୁଛନ୍ତି ସବୁକିଛି ଶୁଭ ହେଇଥାଏ। ତ ଦେଖନ୍ତୁ, ଫାଷ୍ଟ ହେଉଛି ମୁଁ ଆପଣଙ୍କୁ ଅମୃତ ସମୟ କହିଦେଉଛି। ଅମୃତ ସମୟ ହେଉଛି ସକାଳ 7:11ରୁ 10:30 ମଧ୍ୟରେ ଅମୃତ ସମୟ ରହିଛି। ତ ମାହେନ୍ଦ୍ର ସମୟ ରହୁଛି, ମାନେ ଅମୃତ ଠାରୁ ମାହେନ୍ଦ୍ର ସମୟଟି ଆହୁରି ବହୁତ ଶୁଭ ହେଇଥାଏ। ତ ସୂର୍ଯ୍ୟୋଦୟରୁ ସକାଳ 7:11 ମଧ୍ୟରେ ଗୋଟେ ସମୟ ରହିଛି। ତାପରେ ଅପରାହ୍ନ 1:35ରୁ 2:23 ମଧ୍ୟରେ ଗୋଟେ ସମୟ ରହିଛି। ତାପରେ ସନ୍ଧ୍ୟା 6:26ରୁ ରାତି 7:14 ମଧ୍ୟରେ ଗୋଟେ ସମୟ ରହିଛି। ତା ସହିତ ଦେଖନ୍ତୁ, ଅଶୁଭ ବେଳା ମଧ୍ୟ ଆପଣ ଜାଣି ଦିଅନ୍ତୁ, କାରଣ ଅଶୁଭ ବେଳାରେ କିଛି ଶୁଭକର୍ମ କରାଯାଏ ନାହିଁ। ତ ଅଶୁଭ ବେଳା ହେଉଛି ସକାଳ 10:36ରୁ 1:25 ମଧ୍ୟରେ ଅଶୁଭ ବେଳାର ସମୟ ରହିଛି। ତ ଏଇ ସମୟ ତ ଆପଣଙ୍କୁ କହିଦେଲି। ତା ସହିତ ନିୟମ କ'ଣ ରହିଛି ଦେଖନ୍ତୁ, ଆପଣ ପ୍ରଥମେ ସରସ୍ୱତୀ ପୂଜା ଅଛି ମାନେ ସେଦିନ ସକାଳେ ପ୍ରଥମେ ବାପା ମା ଉଠିକରି ଆପଣଙ୍କର ଯାହା ବି ଗୁରୁଜନ ଯିଏ ରହୁଛନ୍ତି, ତ ଆପଣ କ'ଣ କରିବେ, ସକାଳୁ ଉଠିକରି ସୂର୍ଯ୍ୟୋଦୟ ପୂର୍ବରୁ ଉଠିକରି ଆପଣ ମୁଣ୍ଡ ଧୋଇ ଟିକେ ଦେହରେ ହଳଦୀ ଲଗେଇ, ଆପଣ ଚାହିଁବେ ଯଦି ଗଙ୍ଗା ଜଳ ମିଶାଇ ପାରିବେ, ଅଁଳା ଗୁଣ୍ଡ ଟିକେ ମିଶାଇ କରି ଆପଣ ପ୍ରଥମେ ଗାଧେଇବେ। ତାପରେ ଛୁଆଙ୍କୁ ମଧ୍ୟ, ଯାହାର ବିଦ୍ୟା ଆରମ୍ଭ ହେବ ତାଙ୍କୁ ମଧ୍ୟ ଟିକେ ଜଲ୍ଦି ଉଠେଇ ଦେଇ ତାଙ୍କୁ ମଧ୍ୟ ହଳଦୀ ଟିକେ ଦେହରେ ଲଗେଇ, ଟିକେ ଗଙ୍ଗା ଜଳ ଅଁଳା ଗୁଣ୍ଡ ମିଶାଇ କରି ଆପଣ ତାଙ୍କୁ ମୁଣ୍ଡ ଧୋଇ ଗାଧେଇ ଦେବେ। ତାପରେ ତାଙ୍କୁ ସମସ୍ତେ ବାପା ମା ଛୁଆ, ତ ଆପଣ କ'ଣ କରିବେ, ସେଦିନ ନୂଆ ବସ୍ତ୍ର, ଯାହା ହଉ ମାନେ ଆପଣଙ୍କ ସାମର୍ଥ୍ୟ ଯଦି ସେତିକି ନାହିଁ ଯେ ଆମେ ସମସ୍ତେ ନୂଆ ବସ୍ତ୍ର ପିନ୍ଧିବା, ଆପଣ କ'ଣ କରିବେ, ଆପଣ ଗୋଟେ ଛୋଟ ଜିନିଷ ହଉ ପଛେ ନୂଆ ବସ୍ତ୍ର ପିନ୍ଧିପାରିବେ, କିନ୍ତୁ ଛୁଆକୁ ପୁରା ନୂଆ ଡ୍ରେସ୍ ପ୍ୟାଣ୍ଟଟେ ଗୋଟେ କିଣି ତାକୁ ପିନ୍ଧେଇ ଦେବେ। ତ ପିନ୍ଧେଇ ସାରିଲା ପରେ ଆପଣ କ'ଣ କରିବେ, ପ୍ରଥମେ ଘର ପୂଜା ଶେଷ କରିବେ। ତାପରେ ସୂର୍ଯ୍ୟ ପୂଜା, ଯାହା ବି ଆପଣଙ୍କ ଚଉରା ପୂଜା, ଯାହା ବି ପୂଜା ଅଛି, ପ୍ରଥମେ ଘର ପୂଜା ଶେଷ କରିଦେବେ। ଘର ପୂଜା ଶେଷ କରିସାରିଲା ପରେ ଆପଣ ଯଦି ଘରେ ସରସ୍ୱତୀ ପୂଜା କରୁଛନ୍ତି ବ୍ରାହ୍ମଣଙ୍କ ଦ୍ୱାରା, ତାହେଲେ ଆପଣ ଯଦି ଘରେ କେବଳ ନିଜେ ସରସ୍ୱତୀ ପୂଜା କରୁଛନ୍ତି ତାହେଲେ ମଧ୍ୟ ଚଳିବ। କିନ୍ତୁ ଘରେ ପ୍ରଥମେ ସରସ୍ୱତୀ ପୂଜା ଆପଣ ଯେମିତି କରୁଛନ୍ତି, ଯଦି ନିଜେ କରୁଛନ୍ତି, ମୁଁ ଆପଣଙ୍କୁ କହିଲି ବାରମ୍ବାର,
ନିଜେ ଯଦି କରୁଛନ୍ତି ସରସ୍ୱତୀ ପୂଜା ଫଟୋ ରଖି କି ଗୁଆ ମାଧ୍ୟମରେ ଆପଣ ପୂଜା କରୁଛନ୍ତି, ତ ପ୍ରଥମେ ପୂଜା ସମ୍ପନ୍ନ କରିଦିଅନ୍ତୁ। କିନ୍ତୁ ଆପଣ ଚେଷ୍ଟା କରିବେ ପ୍ରଥମ ଥର ଯେହେତୁ ଛୁଆଙ୍କର ବିଦ୍ୟାରମ୍ଭ ହଉଛନ୍ତି, ତ ବ୍ରାହ୍ମଣଙ୍କ ଦ୍ୱାରା ତାଙ୍କର ବିଦ୍ୟାରମ୍ଭ କଲେ ବହୁତ ଭଲ। ପ୍ରଥମେ ଆପଣ କ'ଣ କରିବେ, ଘର ଯଦି ଆପଣ ନିଜେ ସରସ୍ୱତୀ ପୂଜା କରୁଛନ୍ତି, ତ ପିଲାକୁ ଆପଣ କ'ଣ କରିବେ, ଟିକେ ପୁଷ୍ପାଞ୍ଜଳି ଦେଇଦେବେ, ସିଏ ସେଠି ଯେମିତି ପୂଜା କରିବା କଥା କରିବ। କିନ୍ତୁ ଯେଉଁ ସ୍ଥାନରେ ଆପଣ ବ୍ରାହ୍ମଣ ପୂଜା କରୁଛନ୍ତି, ଯେମିତିକି କିଛିଟା ମନ୍ଦିରରେ ପୂଜା କରୁଛନ୍ତି, କି ସ୍କୁଲରେ, କି କୌଣସି ଅଫିସରେ, କି କୌଣସି ସ୍ଥାନରେ ମାଙ୍କୁ ପୂଜା କରାହେଉଛି, ତ ଆପଣ ସେଠିକି ଯିବେ। ଯେମିତି ଆପଣଙ୍କର ଯେତିକି ସାମଗ୍ରୀ, ପୂଜା ସାମଗ୍ରୀ ନେବା କଥା ସେମିତି ନେବେ। ତା ସହିତ ଛୁଆର ଆପଣ ସ୍ଲେଟ୍ ନେଇପାରିବେ, ସ୍ଲେଟ୍, ଚକ୍ କି ପେନ୍, ଖାତା ଆପଣଙ୍କ ହିସାବରେ, କିନ୍ତୁ ବିଶେଷ କରି ସମସ୍ତେ ସ୍ଲେଟ୍ ଆଉ ଚକ୍ ହଉ, ଖଡ଼ି ହଉ, ଯେଉଁଟା ପୁରାତନରୁ ଚାଲି ଆସିଛି, ସ୍ଲେଟ୍, ତା ସହିତ ଆପଣଙ୍କର ଚକ୍ ହେଲା କି ଖଡ଼ି ହେଲା, ନହେଲେ କେତେଜଣ ପ୍ଲେଟ୍ରେ ଚାଉଳ ମଧ୍ୟ ନେଇକରି ମଧ୍ୟ ପ୍ରଥମ କରି ଲେଖନ୍ତି। ଆପଣଙ୍କୁ ଯାହା ସୁବିଧା ହେଉଛି ଆପଣ ସେସବୁ ସାମଗ୍ରୀ ନେଇକରି ଯିବେ। ତାପରେ ବ୍ରାହ୍ମଣ ତାଙ୍କର ପୂଜା କରିଦେବେ। ପୂଜା କଲା ପୂର୍ବରୁ ତାପରେ ଆପଣ ପୁଷ୍ପାଞ୍ଜଳି ଦେବେ, ମାଙ୍କୁ ମୁଣ୍ଡିଆ ମାରିବେ। ତାପରେ ଆପଣ ବ୍ରାହ୍ମଣ ଆପଣଙ୍କୁ ଛୁଆଙ୍କର ବିଦ୍ୟାରମ୍ଭ କରାଇଦେବେ। ଆଇଦର ସେମାନେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିନୋଟି ଗୋଲ ଗୋଲ କରି ମଧ୍ୟ ଲେଖା ଆରମ୍ଭ କରିପାରିବେ, ନହେଲେ ଓମ୍ ମଧ୍ୟ ଲେଖିକରି ଆରମ୍ଭ କରିପାରିବେ, ନହେଲେ ଶ୍ରୀ ମଧ୍ୟ ଲେଖି ମଧ୍ୟ ଆରମ୍ଭ କରିବେ। ଯାହା ବ୍ରାହ୍ମଣଙ୍କ ପରାମର୍ଶ ଥିବ, ନନାଙ୍କର ପରାମର୍ଶ ଥିବ, ଆପଣ ସେଇଆ ମାନି ଆପଣଙ୍କର ବିଦ୍ୟାରମ୍ଭ କରିବେ। ଦେଖନ୍ତୁ, ନିୟମ ରହୁଛି ଯେ ଆପଣ ସେଦିନ ଟିକେ ଜଲ୍ଦି ଉଠି ପଡ଼ିବେ। ତାପରେ ଆପଣ ସବୁବେଳେ ଚେଷ୍ଟା କରିବେ ବ୍ରାହ୍ମଣଙ୍କ ଦ୍ୱାରା ଆପଣଙ୍କର ମାନେ ଛୁଆଙ୍କର ବିଦ୍ୟାରମ୍ଭ ହଉ। ଆପଣ ଘରେ ଯଦି ପୂଜା କରୁଛନ୍ତି କରନ୍ତୁ, ନହେଲେ ଆପଣ ଘରେ ସରସ୍ୱତୀ ମାଙ୍କୁ ପୂଜା କରି, ବ୍ରାହ୍ମଣଙ୍କ ଦ୍ୱାରା ପୂଜା କରି, ଘରେ ମଧ୍ୟ ଆପଣଙ୍କ ଛୁଆଙ୍କର ମଧ୍ୟ ବିଦ୍ୟାରମ୍ଭ କରିପାରିବେ। ଆପଣଙ୍କୁ ଯାହା ବି ଠିକ୍ ଲାଗିବ ଆପଣ ସେଦିନ କରିବେ। କିନ୍ତୁ ଆପଣ ଏତି ମନେ ରଖିବେ, ଛୁଆଙ୍କର ବିଦ୍ୟାରମ୍ଭ ଗୋଟେ ଭଲ ତିଥିରେ, ଭଲ ଦିନରେ, ଭଲ ସମୟରେ ହେବା ନିହାତି ଭାବରେ ଦରକାର। ତା ସହିତ ଆପଣ ସେଦିନ ଟିକେ ସ୍ୱଚ୍ଛ ହେଇକିନା ରହିବେ। ଘରେ ବିନା ପିଆଜ ରସୁଣ ଖାଇବେ, ଛୁଆଙ୍କୁ ମଧ୍ୟ ବିନା ପିଆଜ ରସୁଣ ଖୋଇବେ। ବାହାରର ଖାଦ୍ୟ ନ ଦେବା ପାଇଁ ଚେଷ୍ଟା କରିବେ, କାରଣ ବେଳେବେଳେ ବାହାର ଖାଦ୍ୟରେ ବହୁତ କିଛି ପିଆଜ ରସୁଣ ମିଶି ଯାଇଥିବ। ଯେହେତୁ ଛୁଆଟା ବିଦ୍ୟାରମ୍ଭ ମାନେ ପ୍ରଥମ ଥର କିଛି ଲେଖୁଛି, ତ ତେଣୁକରି ଆପଣ ସେଦିନ ଟିକେ ସେଇ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ରଖିବେ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।